ଦେଖନ୍ତୁ ଏଥିରେ ଶେଷ ଥାକ ଲାଗିଗଲା। ଥାକଟା କେମିତି କଟି କଟି ଯାଉ ଦେଖିପାରିଲେ। ଦେଖନ୍ତୁ ଆମର ମେଢ଼ କାରିଗର ଭାଇମାନେ ବହୁତ ପ୍ରକାର ଗହଣା ତିଆରି କରନ୍ତି ଆଉ ବିଭିନ୍ନ ପ୍ରକାର ଡିଜାଇନର ବି ମକୁଟ ତିଆରି କରନ୍ତି। ଆସନ୍ତୁ ଏବେ ଦେଖିବା କେମିତି ମକୁଟ ତିଆରି କରିଛନ୍ତି ଆମ ମେଢ଼ କାରିଗର ଭାଇ। ବର୍ତ୍ତମାନ ଆସନ୍ତୁ ଦେଖିବା ମକୁଟ କେମିତି ତିଆରି ହେଇଛି। ଏ ସୁନ୍ଦର ମକୁଟ ଦେଖିପାରୁଥିବେ ଆପଣମାନେ। ହଁ ଥାକ ବସାନ୍ତୁ। ଥାକ କେମିତି ବସୁଛି ଏ ଯେଉଁ ଫାଙ୍କା ଅଛି ଥାକ ବସିବ ଦେଖିପାରିଲେ। ଏ କେତେ ଥାକ? ତିନି ଥାକ। এটা ତିନି ଥାକ। ଆମ ଧଳା ସୋଲରେ ଫେଭିକଲ୍ ଲାଗି ଦେଖନ୍ତୁ କେମିତି ବସୁ ଦେଖିପାରିଲେ। ଦେଖିପାରିଲେ କେମିତି ବସୁଛି। ଇଏ ଦେଖନ୍ତୁ 2 ନମ୍ବର ଥାକ ଲାଗିଲା। ଦେଖିପାରିଲେ କେତେ ସୁନ୍ଦର ଭାବରେ ମକୁଟଟି ତିଆରି ଆପଣ ଦେଖନ୍ତୁ। ଦେଖନ୍ତୁ ଶେଷ ଥାକ ଲାଗିଲା। ଦେଖିପାରିଲେ କେମିତି କଟି କଟି ଥାକ କେମିତି କଟି କଟି ଗଲା ଦେଖିପାରିଲେ। ଦେଖିଲେ ଏପଟ ସେମିତି ଆଉ ଗୋଟେ ଥାକ ଲାଗିଯିବ 3 ଥାକ ହେଇଯିବ। ଦେଖନ୍ତୁ ଏଥିରେ ଶେଷ ଥାକ ଲାଗିଗଲା। ଥାକଟା କେମିତି କଟି କଟି ଯାଉ ଦେଖିପାରିଲେ। ଦେଖନ୍ତୁ ଏବେ କମ୍ପ୍ଲିଟ୍ ହେଇଗଲା। ଦେଖନ୍ତୁ ଏବେ ଦେଖନ୍ତୁ ମକୁଟଟି କେମିତି ଲାଗୁଛି। ଆମ ଦୁର୍ଗାଙ୍କ ମା ଦୁର୍ଗାଙ୍କର ମକୁଟ ଦେଖିପାରିଲେ କେତେ ସୁନ୍ଦର ଲାଗୁଛି। ଆପଣମାନେ ଦେଖିପାରୁଥିବେ। ଦେଖିଲେ କେମିତି ଦେଖାଯାଉଛି ମକୁଟଟି।